ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ ଆମେ କଥା ହେବା ବୀର କେଶରୀ ଦେବଙ୍କ ବିଷୟରେ। ବୀର କେଶରୀ ଦେବ ପ୍ରଥମ ଭୋଇ ରାଜବଂଶର ଖୋର୍ଦ୍ଧା ରାଜ୍ୟର ଜଣେ ଶାସକ ଥିଲେ। ସେ 1736ରୁ 1793 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ତାଙ୍କ ଶାସନ କାଳରେ ଭୋଇ ରାଜବଂଶର ଶକ୍ତି ଯଥେଷ୍ଟ ହ୍ରାସ ପାଇଥିଲା। 1751 ପରେ ମରାଠାମାନେ ଓଡ଼ିଶାର ପ୍ରକୃତ ଶାସକ ହୋଇଗଲେ ଏବଂ ବୀର କେଶରୀ ଦେବ ପ୍ରଥମଙ୍କୁ ଜଣେ କାଠପୁତୁଳି ଶାସକ କରିଦେଇଥିଲେ। ଯୁଦ୍ଧ ପାଇଁ ତାଙ୍କୁ ତାଙ୍କ ରାଜ୍ୟର କିଛି ସର୍ବୋତ୍ତମ ଅଂଶ ମରାଠାମାନଙ୍କ ନିକଟରେ ବନ୍ଧକ ରଖିବାକୁ ପଡ଼ିଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।